ନାଇଁ ମୁଁ ଯେତେବେଳେ ବିଧାୟକ ଥିଲି ସେ ସମୟରେ ତ ଏ ବାବଦରେ ଚିଠି ବହୁତ ଚିଠି ଲେଖିଛି ତତ୍କାଳୀନ ସରକାରକୁ, ବିଜେଡ଼ି ସରକାରକୁ। ଏବେ ମଧ୍ୟ ଯେତେ ଭାରତୀୟ ଜନତା ପାର୍ଟିରେ ଆସିଛି ଏବେ ମଧ୍ୟ ଚିଠି ଲେଖୁଛି ଏବଂ ଚିଠି ଲେଖିବା ଦ୍ୱାରା ଅନେକ କାର୍ଯ୍ୟ ଆଗେଇ ଗଲାନି। କାରଣ ମୁଁ ଲେଖିଥିଲି ଯେ ଇଏ ଯେଉଁ କେନାଲ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେନାଲ ଯେଉଁଟାକି ଦୁଇ ପଟେ ବାଲି ଥାଏ, ଯାହାଦ୍ୱାରା କି ବର୍ଷା ବେଳେ ପାଣି ଚାଲିଲା ବେଳେ ସେଗୁଡ଼ାକ ଭର୍ତ୍ତି ହୋଇଯାଏ, ସିଲ୍ଟିଂ ହୋଇଯାଏ ଏବଂ ଘାସ ଫାସ ହେଇକି କେନାଲର ପାଣିଟା ଶେଷ ମୁଣ୍ଡ ପର୍ଯ୍ୟନ୍ତ ଠିକ୍ସେ ପହଞ୍ଚି ପାରୁନାହିଁ। ତେଣୁକରି ୟାକୁ ଏ ଯେଉଁ ଲାଇନିଂ ସିଷ୍ଟମ୍ କରାଗଲେ ମାନେ ୟାକୁ ଦୁଇ ପଟେ ପଥର ପିଚିଂ କରାହେବ, ପ୍ଲାଷ୍ଟର କରାହେବ, ତଳେ ମଧ୍ୟ କଂକ୍ରିଟ୍ କରି ପ୍ଲାଷ୍ଟର କରି ନେବ, ତାହେଲେ ଟୋପାଏ ପାଣି ନଷ୍ଟ ହେବ ନାହିଁ, ଯାହାଦ୍ୱାରା କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ଯାଇପାରିବ, ଚାଷୀଙ୍କ ଜମିରେ ଯାଇପାରିବ। ଏବଂ ତା ସହିତ କେନାଲ ଉପରେ ରାସ୍ତା ମଧ୍ୟ ଠିକ୍ ହେବା ଦରକାର। ଗାଡ଼ି ରାସ୍ତାରେ ଯାଇକି ଦେଖିପାରିବେ ଯେ ପ୍ରକୃତରେ କେଉଁ ଜାଗାରେ ଖରାପ ହେଇଛି, କାହିଁକି ଖରାପ ଦେଖିପାରିବେ। ସେଥିପାଇଁ ରାସ୍ତାର ମରାମତି ଓ ଉନ୍ନତି କରିବା ପାଇଁ ମଧ୍ୟ ଲେଖିଥିଲି। ଯାହା ଖୁସି ଲାଗୁଛି ଯେ ବର୍ତ୍ତମାନ କେନାଲ ରାସ୍ତା କାମ ବି ଚାଲିଛି। ତା ସହିତ କିଛି କିଛି ଜାଗାରେ କେନାଲର ଯେଉଁ ପ୍ରକାର କହିଥିଲେ ମରାମତି ଏବଂ ସେଲ୍ଟିଂ ଉଦ୍ଧାର କରିବା, କାଦୁଅ ଉଦ୍ଧାର କରିବା କାମ ମଧ୍ୟ ବର୍ତ୍ତମାନ ଚାଲିଛି। ତ ମୁଁ ଧନ୍ୟବାଦ ଦେବି ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ, ତାଙ୍କ ବିଭାଗ ଚଳଚଞ୍ଚଳ ହୋଇଯାଇଛି ଏବଂ ସେ ଦ୍ରୁତ ଗତିରେ କାମକୁ ଆଗେଇ ନେଉଛନ୍ତି। କାରଣ ଏ ବିଭାଗ ହେଉଛି ମାନନୀୟ ମୁଖ୍ୟମନ୍ତ୍ରୀ ବିଭାଗ। ତେଣୁ ମୁଁ ଆଶା କରିବି ଯେ ଖୁବ୍ ଶୀଘ୍ର ଜୟଦେବ ନିର୍ବାଚନ ମଣ୍ଡଳୀରେ ଅଧିକରୁ ଅଧିକ ପରିମାଣ ଚାଷୀମାନେ ପାଣି ପାଇବେ ଏବଂ ଦୁଇ ଫସଲ କରିପାରିବେ। ଯେହେତୁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କର ତୁରନ୍ତ ଆକ୍ସନ୍, ରେପିଡ୍ ଆକ୍ସନ୍, ତେଣୁକରି ମୁଁ ତାଙ୍କୁ ଧନ୍ୟବାଦ ଦେଉଛି। ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି, ରାଜ୍ୟର ମନ୍ତ୍ରିମଣ୍ଡଳ ସମସ୍ତଙ୍କୁ ଯେ ସେମାନେ ସମସ୍ତଙ୍କର ପ୍ରୟାସ ଯୋଗୁଁ ଜୟଦେବ ନିର୍ବାଚନ ମଣ୍ଡଳୀ ଉନ୍ନତି କ୍ଷେତ୍ରରେ ଆଗେଇ ଚାଲିଛି।